स्टूडेंट वेलकम बैक टू पी स्टडी पॉइंट। आज क्लास आम जाना गणतंत्र सफलता निमंते थी शर्तावली। पूर्व क्लास आम जानते गणतंत्र सुगुण दुर्गुण विषय। आज क्लास आम जाना गणतंत्र सफलता निमंते थी शर्तावली। ଏବେ ଜାଣିବା ଗଣତନ୍ତ୍ର ସଫଳତା ନିମନ୍ତେ ପ୍ରତି ରହିଥିବା ଆହ୍ୱାନଗୁଡ଼ିକ ପରିହାର କରି ଏହାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ନିମ୍ନଲିଖିତ ଉପାଦାନଗୁଡ଼ିକ ଗ୍ରହଣ କରିବାକୁ ପଡ଼େ। ସାର୍ବଜନୀନ ଶିକ୍ଷା, ସାର୍ବଜନୀନ ସୁସ୍ଥ ଶିକ୍ଷା। ଗଣତନ୍ତ୍ର ସଫଳ କାର୍ଯ୍ୟକାରିତା ନିମନ୍ତେ ସାର୍ବଜନୀନ ଶିକ୍ଷା ଏକାନ୍ତ ଆବଶ୍ୟକ। ଏହି ସାର୍ବଜନୀନ ଶିକ୍ଷା ଦ୍ୱାରା ଜନସାଧାରଣ ନିଜର ଅଧିକାର ଏବଂ କର୍ତ୍ତବ୍ୟ, ରାଜନୈତିକ ବ୍ୟବସ୍ଥା ପ୍ରତି ସଚେତନ ହୋଇଥାନ୍ତି ଏବଂ ନିର୍ବାଚନ ଓ ଶାସନ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। ତେଣୁ ଏହି ସାର୍ବଜନୀନ ଶିକ୍ଷାର ସଫଳ ଉପାୟ ନିମନ୍ତେ ଭାରତ ସମ୍ବିଧାନ ଧାରା 51 ଏବଂ 45ରେ କେତେକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାପରେ ଆମେ ଜାଣିବା ଉଚ୍ଚ ରାଜନୈତିକ ଚରିତ୍ର। ଗଣତନ୍ତ୍ର ସଫଳତା ନିମନ୍ତେ ଜନସାଧାରଣଙ୍କ ଉଚ୍ଚ ରାଜନୈତିକ ଚରିତ୍ର ରହିବା ଆବଶ୍ୟକ ଅଟେ, ଅର୍ଥାତ୍ ଆଦର୍ଶବାଦୀ, ସଚ୍ଚୋଟ, ନୀତିନିଷ୍ଠ, କଷ୍ଟ ସହିଷ୍ଣୁ ଓ କର୍ତ୍ତବ୍ୟପରାୟଣ ହେବା ଜରୁରୀ। ସେମାନେ ରାଷ୍ଟ୍ର ସୁଖ ଦୁଃଖର ସାଥୀ ହେବା ସହ ସ୍ୱତନ୍ତ୍ର ପରିସ୍ଥିତିରେ ରାଷ୍ଟ୍ର ପାଇଁ ବିଶେଷ ଅବଦାନ କରିବା ଉଚିତ। ମୁକ୍ତ ଗଣମାଧ୍ୟମ, ସମ୍ବାଦପତ୍ର, ରେଡ଼ିଓ। ଏହାପରେ ଆମେ ଜାଣିବା ମୁକ୍ତ ଗଣମାଧ୍ୟମ। ସମ୍ବାଦପତ୍ର, ରେଡ଼ିଓ, ଟେଲିଭିଜନ, ସିନେମା, ପତ୍ରପତ୍ରିକା, ପୁସ୍ତକ ଆଦିକୁ ମିଳିତ ଭାବରେ ଗଣମାଧ୍ୟମ କୁହାଯାଏ, କାରଣ ଏଗୁଡ଼ିକ ଖୁବ୍ କମ୍ ସମୟରେ ବ୍ୟାପକ ଅଞ୍ଚଳର ଜନସାଧାରଣ ନିକଟରେ ସମ୍ବାଦ, ସୂଚନା, ତଥ୍ୟ, ମତାମତ ଆଦିକୁ ପହଞ୍ଚାଇ ପାରନ୍ତି। ଜନସାଧାରଣ ଏବଂ ସରକାର ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣି ସମାଧାନର ରାସ୍ତା ପ୍ରସ୍ତୁତ କରନ୍ତି। ଯଦି ଏହି ସରକାର କିମ୍ବା କୌଣସି ମୁଷ୍ଟିମେୟ ବ୍ୟକ୍ତିଙ୍କ ଚାପର ବଶବର୍ତ୍ତୀ ହୋଇ ସେମାନଙ୍କ ଦୋଷ ଦୁର୍ବଳତାକୁ ଅଣ୍ଟଘୋଡ଼ାନ୍ତି, ତେବେ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଏହା ବିପଦ ସୃଷ୍ଟି କରିଥାଏ। ତେଣୁ ଏଠାରେ ଗଣମାଧ୍ୟମ ସ୍ୱାଧୀନ, ନିରପେକ୍ଷ ଓ ପ୍ରଗତିଶୀଳ ହେଲେ ଗଣତନ୍ତ୍ର ସଫଳ ହେବ। ଏହାପରେ ଆମେ ଜାଣିବା କ୍ଷମତାର ବିକେନ୍ଦ୍ରୀକରଣ। କ୍ଷମତାର ବିକେନ୍ଦ୍ରୀକରଣ କଲେ ରାଷ୍ଟ୍ର କ୍ଷମତା ଗୋଟିଏ କେନ୍ଦ୍ରରେ କେନ୍ଦ୍ରୀଭୂତ ହେଲେ ତାହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଥାଏ, କାରଣ କେନ୍ଦ୍ରୀଭୂତ କ୍ଷମତା ଭ୍ରଷ୍ଟାଚାର ଓ ସ୍ୱୈଚ୍ଛାଚାର ନିମନ୍ତେ ରକ୍ତ ସୃଷ୍ଟି କରିଥାଏ। ତେଣୁ କେନ୍ଦ୍ରୀୟ କ୍ଷମତାର ବିଭାଜନ ଘଟାଇ ବିଭିନ୍ନ ସ୍ତରରେ ଏହାର ବିତରଣ ହେବା ଆବଶ୍ୟକ। ଏହାପରେ ଆମେ ଜାଣିବା ସୁସଂଗଠିତ ଦଳୀୟ ବ୍ୟବସ୍ଥା। ସୁସଂଗଠିତ ଦଳୀୟ ବ୍ୟବସ୍ଥା ହେଲା ବ୍ୟକ୍ତିର ସାଧାରଣ ଜୀବନଯାପନ ପାଇଁ ଓ ବ୍ୟକ୍ତିତ୍ୱର ବିକାଶ ପାଇଁ ରାଷ୍ଟ୍ର ଯେଉଁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିଥାଏ ତାହାକୁ ମୌଳିକ ଅଧିକାର କୁହାଯାଏ। ଏହି ମୌଳିକ ଅଧିକାରଗୁଡ଼ିକ ସମ୍ବିଧାନ ସ୍ୱତନ୍ତ୍ର ଭାବରେ ସ୍ଥାନିତ ଏବଂ ସୁରକ୍ଷିତ କରାଗଲେ ବ୍ୟକ୍ତି ଓ ରାଷ୍ଟ୍ର ଉଭୟ ମଙ୍ଗଳ ସାଧନ ହୋଇଥାଏ। ଏହାପରେ ଆମେ ଜାଣିବା ସ୍ୱାଧୀନ ନିରପେକ୍ଷ ନ୍ୟାୟପାଳିକା। ଗଣତନ୍ତ୍ର ସଫଳ କାର୍ଯ୍ୟକାରିତା ନିମନ୍ତେ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟପାଳିକାର ନିତାନ୍ତ ଆବଶ୍ୟକ। ଯେତେବେଳେ ନ୍ୟାୟପାଳିକା କୌଣସି ସରକାର, ଅନୁଷ୍ଠାନ ଏବଂ ବ୍ୟକ୍ତିର ହସ୍ତକ୍ଷେପରେ ପ୍ରଭାବିତ ନ ହୋଇ ମୁକ୍ତ ଭାବରେ ନ୍ୟାୟର ପ୍ରଦାନ କରିଥାଏ, ତାହାକୁ ସ୍ୱାଧୀନ ନ୍ୟାୟପାଳିକା କୁହାଯାଏ। ଯେତେବେଳେ ନ୍ୟାୟପାଳିକା ଜାତି, ଧର୍ମ, ଅଞ୍ଚଳ ଓ ଲିଙ୍ଗ ନିର୍ବିଶେଷରେ କୌଣସି ପକ୍ଷପାତ ନ କରି ସମସ୍ତଙ୍କୁ ସମାନ ଭାବରେ ନ୍ୟାୟ ପ୍ରଦାନ କରେ, ତାହାକୁ ନିରପେକ୍ଷ ନ୍ୟାୟପାଳିକା କୁହାଯାଏ। ଏହାପରେ ଆମେ ଜାଣିବା ଅର୍ଥନୈତିକ ସମାନତା। ଗଣତନ୍ତ୍ର ବ୍ୟବସ୍ଥା ସଫଳ କାର୍ଯ୍ୟ କରିବାକୁ ହେଲେ ଧନୀ ଗରିବ ମଧ୍ୟରେ ଥିବା ତାରତମ୍ୟକୁ ହ୍ରାସ କରିବା ଏକାନ୍ତ ଅପରିହାର୍ଯ୍ୟ। ଏହି ତାରତମ୍ୟ ହ୍ରାସ କରିବା ପାଇଁ ରାଷ୍ଟ୍ର ଅର୍ଥନୀତି ସହଯୋଗ କ୍ଷେତ୍ରରେ ଏବଂ ଜାତୀୟ ସମ୍ପତ୍ତିର ବଣ୍ଟନ କ୍ଷେତ୍ରରେ ସମସ୍ତ ବ୍ୟକ୍ତିଙ୍କୁ ସମାନ ପ୍ରାଧାନ୍ୟତା ଦେବା ଉଚିତ। ଏହାପରେ ଆମେ ଜାଣିବା ଜନସଚେତନତା। ରାଷ୍ଟ୍ରର ମଙ୍ଗଳ ସାଧନ ପାଇଁ ସରକାର ଯେତେ ବିକାଶମୂଳକ ଯୋଜନା ପ୍ରଣୟନ ଓ ନୂତନ ଶାସନ ବ୍ୟବସ୍ଥା ପ୍ରସ୍ତୁତ କଲେ ମଧ୍ୟ ଯେପର୍ଯ୍ୟନ୍ତ ରାଷ୍ଟ୍ରର ଜନସାଧାରଣ ନିଜର କର୍ତ୍ତବ୍ୟ, ଅଧିକାର ଏବଂ ଶାସନ ବ୍ୟବସ୍ଥା ସମ୍ପର୍କରେ ସଚେତନ ହୋଇନାହାନ୍ତି, ତେବେ ରାଷ୍ଟ୍ର ବିକଶିତ ହେବା ଓ ଗଣତନ୍ତ୍ର ବ୍ୟବସ୍ଥା ସଫଳ ହେବା ସମ୍ଭବ ହୋଇପାରିବ ନାହିଁ। ଯେତେବେଳେ ଜନସାଧାରଣ ସହଯୋଗ, ସହିଷ୍ଣୁତା, ଭ୍ରାତୃଭାବ, ତ୍ୟାଗ, ଦାୟିତ୍ୱ, କର୍ତ୍ତବ୍ୟବୋଧ ସାଙ୍ଗକୁ ଅନ୍ୟାୟ, ଅନୀତି ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ, ତେବେ ଗଣତନ୍ତ୍ର ବ୍ୟବସ୍ଥା ସଫଳ କାର୍ଯ୍ୟକାରୀ ହେବ।
ଏହାପରେ ଆଉ ଗୋଟେ ଶେଷ ଏହାର ଉନ୍ନତ ପରମ୍ପରା। ଗୋଟିଏ ରାଷ୍ଟ୍ର ଉନ୍ନତି ସମାଜର ରାଜନୈତିକ ଓ ସାଂସ୍କୃତିକ ପରମ୍ପରା ଗଣତନ୍ତ୍ର ସଫଳତା ନିମନ୍ତେ ସହଯୋଗ କରିଥାଏ। ପରମ୍ପରା ହେଉଛି ଅଲିଖିତ ଆଇନ ଯାହାର ସାମ୍ବିଧାନିକ କିମ୍ବା ବୈଧାନିକ ସ୍ଥିତି ନଥିଲେ ତାହାକୁ ସମସ୍ତେ ମାନିଥାନ୍ତି। ଏହାଦ୍ୱାରା ପାରସ୍ପରିକ ବିଶ୍ୱାସ ଭାବର ଆଦାନ ପ୍ରଦାନ ହୋଇଥାଏ। ଉପସଂହାର ବା ଆମର କନକ୍ଲୁଜନ୍ ଯେଉଁଟା କହୁଛି, ଉପରୋକ୍ତ ଆଲୋଚନାରେ ସ୍ପଷ୍ଟ ହୁଏ ଯେ ଗଣତନ୍ତ୍ର ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନିମନ୍ତେ ଉପର ଆଲୋଚିତ ହୋଇଥିବା ଉପାଦାନଗୁଡ଼ିକ ଏକାନ୍ତ ଅପରିହାର୍ଯ୍ୟ। ଏହାପରେ ଆଜିର କ୍ଲାସ୍ ସମାପ୍ତ ହୋଇଛି। ତେବେ ଆମେ ଦେଖାହେବା ନୂଆ ଏକ ବିଷୟ ବା ଚାପ୍ଟର 2 ଭାରତରେ ଦଳୀୟ ବ୍ୟବସ୍ଥା ବିଷୟରେ ଆମେ ଜାଣିବା। ଯଦି ଆଜିର କ୍ଲାସ୍ଟି ଭଲ ଲାଗିଥିବ ତେବେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଗୋଟିଏ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏହାପରେ ଆପଣମାନଙ୍କୁ ସମସ୍ତ ରାଜନୀତି ବିଜ୍ଞାନର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରାହେବ।